ବର୍ତ୍ତମାନ ଦେଖନ୍ତୁ ବର୍ତ୍ତମାନ ଲୋକମାନେ ଚାଷ ଜମିରେ ଚାଷ କଲା ବେଳକୁ ସେମାନେ ଆଉ ଗୋରୁ ବ୍ୟବହାର କରୁନାହାନ୍ତି, ବଳଦ ବ୍ୟବହାର କରୁନାହାନ୍ତି, ଯାହା ସେମାନେ ଟ୍ରାକ୍ଟରରେ କଳ ଲଙ୍ଗଳରେ ଚାଷ କରୁଛନ୍ତି। ବହୁତ ଭଲ କଥା, କିନ୍ତୁ ଘରେ ଗାଈ ମଧ୍ୟ ରଖୁନାହାନ୍ତି, ଯାହାଫଳରେ ଏଇ ଦେଖନ୍ତୁ ଚାଷ ହିଡ଼ରେ ଜମି ହିଡ଼ରେ କେମିତି ଘାସର ଜଙ୍ଗଲ ସୃଷ୍ଟି ହେଇଛି। এই ଘାସର ଜଙ୍ଗଲ ସୃଷ୍ଟି ହେବା ଫଳରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଉଛି। ଏଠି ସାପ ରହିପାରନ୍ତି, ସେ ସାପ ଚାଷୀକୁ ଦଂଶନ କରିପାରେ ଏବଂ ଚାଷୀ ମୃତ୍ୟୁ ମୁଖରେ ପଡ଼ିପାରେ। କେବଳ ସେତିକି ନୁହେଁ, ଏହାକୁ ଲୋକମାନେ ଜାଳୁଛନ୍ତି। ଚାଷ କାମ ସରିଗଲା ପରେ ଏଇ ଯେଉଁ ଦେଖନ୍ତୁ ଶୁଖି ଯାଇଛି, ଏ ଶୁଖି ଯାଇଥିବା ଘାସମାନଙ୍କୁ ସେମାନେ ନିଆଁ ଲଗାଉଛନ୍ତି, ଯାହାଫଳରେ ଏଠୁ ବିଭିନ୍ନ ପ୍ରକାର ଧୂଆଁ ବାହାରିବ ଏବଂ ଆମର ପରିବେଶକୁ ପ୍ରଦୂଷିତ କରୁଛି। ତାହା ସାଥିରେ ଆମର ଗୋରୁଗାଈମାନଙ୍କ ପାଇଁ ଯେଉଁ ଖାଦ୍ୟ, ସେ ଖାଦ୍ୟକୁ ଆମେ ନଷ୍ଟ କରିଦେଉଛୁ। ତେଣୁ ଆମକୁ ଅନ୍ତତଃ ଘରେ ଗୃହପାଳିତ ଗାଈକୁ ରଖିବା ପାଇଁ ପଡ଼ିବ। ଯଦି ବଳଦ ଆମେ ରଖୁନାହୁଁ ତାହେଲେ ଆମକୁ ଗାଈ ନିହାତି ରଖିବା ପାଇଁ ପଡ଼ିବ। ଗାଈ ରଖିବା ପାଇଁ ଆମକୁ କୌଣସି ଅସୁବିଧା ହେବ ନାହିଁ। କେବଳ ସେତିକି ନୁହେଁ, ଆବଶ୍ୟକ ହେଲେ ଆମେ ଏଇ ଘାସମାନଙ୍କୁ ଅନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିପାରିବା। ଯେମିତିକି ବର୍ତ୍ତମାନ କମ୍ ଦରରେ ଇନ୍ଧନ ଇଥାନଲ ବାହାର କରିବା ପାଇଁ ଚେଷ୍ଟା ଚାଲିଛି ଏବଂ ସେଥିରେ ସଫଳତା ମଧ୍ୟ ମିଳିଛି। ଏହି ଘାସକୁ ଆମେ ଏଠୁ କାଟି ବିକ୍ରି କରି ସେଥିରୁ କିଛି 2 ପଇସା ରୋଜଗାର କରିପାରିବା ଏବଂ ତା ସହିତ ଏ ଘାସରୁ ଆମେ ଇଥାନଲ ସୃଷ୍ଟି କରିପାରିବା। ଏହାଦ୍ୱାରା କିଛି ପରିମାଣରେ ପରିବେଶୀୟ ସମସ୍ୟା ମଧ୍ୟ ଆମେ ରୋକିପାରିବା। ଆସନ୍ତୁ ଆମେ ସମସ୍ତେ ମିଳିମିଶି କାମ କରିବା। ଯେଉଁମାନେ ଅଜ୍ଞାନତାବଶତଃ ସେ କାମ କରୁଛନ୍ତି ତାଙ୍କୁ ଆମେ ସମସ୍ତେ ମିଳିମିଶି ବୁଝେଇବା, ଲୋକମାନଙ୍କୁ ସଚେତନ କରିବା ଏବଂ ସେପରି କଲେ ଆମ ପରିବେଶ ଅତ୍ୟନ୍ତ ଭଲ ରହିବ ଏବଂ ଜୀବଜଗତ ଅନ୍ତତଃ ତିଷ୍ଠିଯିବ। ଜୟ ହିନ୍ଦ।